ମୁଁ ଚାହୁଁଛି ଭାଇ ମୁଁ ଯୋଉଟା ଯୋଉଟା କରିଛି ସେଇଟା ତମ ମାନେ କର ନାହିଁ। ମୁଁ ଯୋଉଟା ଯୋଉଟା କରି କରି ଆସିଛି ମୋ କଲେଜ ଲାଇଫରୁ ହେ ତମେ କ'ଣ ଗାଡ଼ି ଭାଇ ମୁଁ ଏମିତିଆ ଗୋଟେ ପିଲା RS 200 ଯେବେ ଲଞ୍ଚ ହେଲା ତା ପରଦିନ ମୁଁ ଧରି ଯାଇଥିଲି ଗାଡ଼ି ନଗଦ ଘରେ ମାଡ଼ୋଳ ଲାଗିକି 1.5 ଲକ୍ଷ ଟଙ୍କା ନେଇକି କେସ୍ ଦେଇକି ଗାଡ଼ି ଆଣିଥିଲି। ସେକେଣ୍ଡ ଗ୍ୟାଲେକ୍ସି ସାମସଙ୍ଗ ଗ୍ୟାଲେକ୍ସି କ'ଣ 11 ସେତେବେଳୁ 2014-15 କଥା କହୁଛି। ସେତେବେଳୁ 10-12 ହଜାର ବୋଲେ 15-17 ହଜାର ବୋଲେ ବହୁତ ବଡ଼ ଫୋନ୍ ହେଇଗଲା। ସାମସଙ୍ଗ ଗ୍ୟାଲେକ୍ସି ମୁଁ ଆଣିଥିଲି 11,000 ଟଙ୍କା ଦେଇକି। ସବୁଠୁ ଦାମିକିଆ ଫୋନ୍ କଲେଜରେ ମୋର ଥିଲା ହେଲା। ମୋତେ ଏମିତି ଜିନିଷ ସବୁ ପସନ୍ଦ। ତାପରେ ଆଉ କ'ଣ ଏମିତି ସବୁ ଭାଇ ଆଉ ବଟ୍ ଏଗୁଡ଼ା ସବୁ ରଙ୍ଗ। କ'ଣ ପାଇଁ ଘରେ ମୁଁ ଡରେଇକି କରିକି ରାଗିକି ଏସବୁ ଆଣିବାର ସତ ବଟ୍ ଏଗୁଡ଼ା ସବୁ ମୋତେ ଆଣିବାର ନଥିଲା। ଏବେ ଦେଖ ଧୀରେ ଧୀରେ ଆସିଲି ବଡ଼ ହେଇ ଯେହେତୁ ମୋର ଡ୍ରିମ୍ ସବୁ ବଡ଼ ବଡ଼ରେ ଯାଇଛି କେବେ ବି ମୁଁ ତା ତଳ ଫୋନ୍କୁ ଆସିପାରିନି ନା। ତ ନେକ୍ସଟ ମୁଁ ଫୋନ୍ ଆଣିଲି କ'ଣ ସାମସଙ୍ଗ ଗ୍ୟାଲେକ୍ସି S9 ପ୍ଲସ୍ 90,000 ଦେଇକି ଆଣିଲି 2017ରେ। ତାପରେ ଆଣିଲି ସେଇଟା ଚେଞ୍ଜ କରିକି ସେଇଟା ଖରାପ ହେଇନଥିଲା ସେଇଟା ଥାଇକି ଆଉ ଗୋଟେ ଫୋନ୍ ଆଣିଲି ଆଉ ଥରେ 90,000 ଦେଇକି iPhone 13 ହେଲା। ଏସବୁ EMIରେ ଆଣିଲି ଦୁନିଆ EMI ଧନ୍ଦା କରିକି ବାବାଙ୍କଠୁ ପୟା କାଢ଼ି କିନ୍ କ'ଣ କରି ସୁଝିଲି। ହେଲେ ଏବେ ଫୋନ୍ ଆଉ ଭଲ ଲାଗୁନି ଆଣି 17 Pro Max। ତା ପାଇଁ କ'ଣ ତ କରିବାକୁ ପଡ଼ିବ ମୋତେ ନିଜେ କରୁଛି ପଇସା ଇନକମ୍ ହେଉଛି ସତ ବଟ୍ ବଡ଼ ବଡ଼ ଡ୍ରିମ୍ ମୁଁ ଦେଖିଦେଇଥିଲି ଆଉ ତା ପାଇଁ ଅଧା ଡ୍ରିମ୍ ମୋ ବାପା ଦ୍ୱାରା ଫୁଲଫିଲ୍ ହେଲା। ମୁଁ ନିଜେ କିଛି ଫୁଲଫିଲ୍ କରିନି କାହିଁକି ମିଛ କହିବି ଭାଇ। ମିଛ ସତ ନାହିଁ ମୁଁ ନିଜେ ସବୁ କରିଛି ଛାତି ବାଡ଼େଇ ମୁଁ କହିବାର ନାହିଁ। ଅଧା ଡ୍ରିମ୍ ଫୁଲଫିଲ୍ ହେଇଛି ମୋ ବାପାଙ୍କ ଲାଗି ମୋ ବାପାର ପଇସାରେ ମୁଁ ଫୁଲଫିଲ୍ କରିଛି। ଆଉ ଏବେ 2019ରୁ ଏବେ ଯାଇ ଯାହା ଯାହା ସବୁ ହେଇଛି ସବୁ ମୁଁ ମୋ ନିଜ ପଇସାରେ କରିଛି। ନିଜ ପଇସାରେ ମୁଁ କରିଛି ଯାହା ବି କରିଛି ନିଜ ପଇସାରେ କରିଛି। ସେଥିପାଇଁ ମୁଁ ଚାହୁଁଛି ମୁଁ ଯୋଉଟା ଯୋଉଟା କରିଛି ଭାଇ ସେସବୁ କର ନାହିଁ ହେଲା। ମୁଁ ଫିଟିଗଲି ଏଥିପାଇଁ ଏବେ ମୁଁ ଜବ୍ ଛାଡ଼ି ପଳାଇଲି ଜବ୍ କୁଇଟ୍ କରିକି ପଳାଇଲି ଏଇଥିପାଇଁ କି ମୋ ଘର ଲୋକ ମୋ ଉପରେ ଡିପେଣ୍ଡେଣ୍ଟ ନାହାନ୍ତି କି ମୁଁ ଟଙ୍କାଟା ଦେଲେ ମୋ ଘରେ ଚଳିବେ ସିଷ୍ଟମ୍ ନାହିଁ ତାଙ୍କର। ବାବା ମୋତେ କହିଛନ୍ତି ତୁ ଯାହା କରୁଛୁ କରେ ବାପା ମାତ୍ର କିଛି ଏମିତି କିଛି କାମ କରନା ତୋ ଯେଉଁ ଲାଗି ଯେମିତି କିଏ କଷ୍ଟ ପାଉ ତୋ ଲାଗି କିଏ କାନ୍ଦୁ କି ତୋ ଲାଗି ଆଖିରେ ଲୁହ ଆସୁ କାହାର ଖରାପ ଚିନ୍ତା କରନା କାହାର କିଛି ବି କରନା। ମୋ ବାପା ମୋତେ ଏତିକି ଶିଖେଇଛନ୍ତି। ଯାହା ହେଉଛି ହଉ ମୁଁ ଭାଇ ସିଏ ଯାହା ହେଉଛି ହଉ ମୁଁ ସମସ୍ତଙ୍କ ସହିତ ମିଳିମିଶିକି ରହେ। ତ ଏବେ ଦରକାର 1.5 ଲକ୍ଷର ଫୋନ୍ ତ ସେଥିପାଇଁ ମୋତେ କିଛି କରିବାକୁ ପଡ଼ିବ କରୁଛି। ମୁଁ ଆଣି ଅତି ଶୀଘ୍ର ଫୋନ୍ ସବୁ କିଛି ଆଣିବି। ମୁଁ ସେଇଟା କହୁଛି ଭାଇ ମୁଁ ଯେଉଁଟା କରୁଛି ସେଗୁଡ଼ା ସବୁ କପି କର ନାହିଁ। ଯଦି କରିବ କର ଯଦି ତୁମ ଫ୍ୟାମିଲି ତୁମ ଉପରେ ଡିପେଣ୍ଡେଣ୍ଟ ନାହାନ୍ତି ତାହେଲେ କର। ଆଉ ଯଦି ଡିପେଣ୍ଡେଣ୍ଟ ଅଛନ୍ତି ନିଜର ଗୋଟେ ବଡ଼ ଡ୍ରିମ୍କୁ ଫୁଲଫିଲ୍ କରିବାକୁ ଯାଇ ଘରର ଗୋଟେ କେଉଁ କାମଟାକୁ ବନ୍ଦ କରିଦେବ ସବୁଠୁ ବେଟର୍ ହେବ ତୁମ ମା ବାପାର କେମିତି ଭଲରୁ ଭଲ ଆହୁରି ଡ୍ରିମ୍ ଫୁଲଫିଲ୍ କରିବାକୁ ଚେଷ୍ଟା କର। ସବୁ ଭଗବାନ ତାପରେ ଦେଇଦେବେ। ତୁମ ମା ବାପାଙ୍କର ଡ୍ରିମ୍ ଗୁଡ଼ା ସବୁ ଫୁଲଫିଲ୍ କର। ଘରକୁ ଟଙ୍କା ପଠ ମୁଁ ତ କେବେ କରିପାରିନି ଏଇଟା କ'ଣ ପାଇଁ ମୋତେ ଘରେ ଭାଇ ମୋ ଘରେ ମୋତେ ଡିମାଣ୍ଡ କରିନାହାନ୍ତି। ମୁଁ କାହିଁ ମିଛ କହି ଘରକୁ ଟିକେ ଟଙ୍କା ପଠ ଘରେ ଯେମିତି ତୁମ ପଇସା ପାଇ ଟିକେ ଖୁସି ହେବେ ଛାତି ଫୁଲେଇକି ଚାଲିବେ ଏମିତି ଏଇଟା ଟିକେ ଏ ମଜାଟା ଅଲଗା। ଏ ମଜାଟା ନେବା ପାଇଁ ଟ୍ରାଏ କର। ଆଉ ବାଇକ୍ ଗୋଟେ ସ୍ପୋର୍ଟସ୍ ବାଇକ୍ ଆଣିବ EMI ଭରିବାକୁ ଟାଇମ୍ ପଇସା ନଥିବ ବହୁତ ଷ୍ଟ୍ରଗଲ୍ରେ ଭରିଥିବ ହେଲା। ସ୍ପୋର୍ଟସ୍ ବାଇକ୍ ଘରେ ବାଧ୍ୟ କରିକି ଡିପିଟା ଦେଇଦେଲ ମାଡ଼ୋଳ ଲାଗି ଘରେ ଡିପି ଆଣିଲ EMIଟା ଭରିଲାରୁ ମୁଣ୍ଡ ଖରାପ ହେଇଯାଉଥିବ ବହୁତ ଟେନସନ୍। ମୁଁ ଏ EMI ଧନ୍ଦାରେ ମାତ୍ର ଚକ୍କରେ କେବେ ପଡ଼ିନି ଭାଇ। ଗାଡ଼ି ଆଣିକି EMI ଚକ୍କରେ ପଡ଼ିନି ସବୁ ମୋର କ୍ୟାସ୍ ଦେଇକି ଆଣିଛି EMI ଚକ୍କରେ ପଡ଼ିନି। ତ ଆଉ କ'ଣ କହିବି ଭାଇ ସମସ୍ତଙ୍କୁ ଏତିକି କହିବି ଯେ ଯାହା ବି କରୁଛ କର ବଟ୍ ନିଜର ବଡ଼ ବଡ଼ ଡ୍ରିମ୍କୁ ଫୁଲଫିଲ୍ କରିବାକୁ ଯାଇକି ଘରର ଲୋକମାନଙ୍କୁ ହଇରାଣରେ ପକାଉନ ବାସ୍ ଏତିକି କହି। ଆଉ ଯେଉଁମାନେ ବି ଖାଲି ଲଭ୍ ଭଲ ପାଇ କାନ୍ଦୁଛ କରୁଛ ପଇସା କେମିତି କମେଇବ ଟଙ୍କା କେମିତି କମେଇବ ଟଙ୍କା ନ ଆସିଲେ ମୁଁ ମରିଯିବି ମୁଣ୍ଡ ଖରାପ ହେଇଯିବ ଏଗୁଡ଼ା ସବୁ ଭାବ ଆହୁରି ବେଟର୍ ହେବ। ଝିଅ ଚକ୍କରରେ ପଡ଼ନ ହେଲା। ଚାଲ ଭାଇ ମୁଁ ଭାବିଲି ଆସିଲି ମନ୍ଦିରକୁ ତ ଟିକେ କଥା ହେଇଛି ତୁମମାନଙ୍କ ସହିତ ଯାହା ଜ୍ଞାନ ଦେଉନି ମୁଁ ମୋର ଏକ୍ସପିରିଏନ୍ସଟା ତୁମମାନଙ୍କ ସହିତ ସେୟାର କଲି ହେଲା। କି ମୁଁ ତୁମ ଷ୍ଟେଜ୍ ଦେଇକି ଆସିଛି ନା ମୋ ଏକ୍ସପିରିଏନ୍ସଟା ମୁଁ ସେୟାର କରିଦେଲି। କେତେ ଜଣଙ୍କ ମୋ ଭିଡ଼ିଓଟା ଭଲ ଲାଗିପାରେ କେତେ ଜଣ ମୋତେ ଗାଳି ବି କରିପାର ନୋ ପ୍ରୋବ୍ଲେମ୍ ଗାଳି କର ବଟ୍ ଜାଣିଥ ରିଆଲିଟିଟା କ'ଣ ହେଲା। ବାଏ ଭାଇକୁ ସପୋର୍ଟ କର ଏଣ୍ଡ ଫଲୋ କର। ଜୟ ଶ୍ରୀରାମ।